ଭାରତ ସରକାର ଆଜି ଦିଲ୍ଲୀରେ ଆରମ୍ଭ କରିଛନ୍ତି E85 ଇନ୍ଧନ, ଯେଉଁଥିରେ ଇଥାନଲର ମାତ୍ରା 85% ଓ ପେଟ୍ରୋଲର ମାତ୍ରା 15% ରହିବ। ଏହି E85 ମିଶା ପେଟ୍ରୋଲର ରେଟ୍ ରହିବ 82 ଟଙ୍କା 12 ପଇସା, ଯେଉଁଟାକି ନର୍ମାଲ E20 ପେଟ୍ରୋଲଠୁ ମାତ୍ର 20 ଟଙ୍କା କମ୍। ସରକାରଙ୍କ ରିପୋର୍ଟ ଅନୁସାରେ ଏହି E85 ପେଟ୍ରୋଲଟି ନର୍ମାଲ ପେଟ୍ରୋଲଠୁ ଶସ୍ତା ରହିବ ଓ ପରିବେଶ ବାନ୍ଧବ ମାନେ ଇକୋ ଫ୍ରେଣ୍ଡଲି ରହିବ। କିନ୍ତୁ ସମସ୍ୟା ହେଉଛି ବର୍ତ୍ତମାନ ମାତ୍ର କିଛି ଭ୍ୟାରିଆଣ୍ଟ ଗାଡ଼ି ଯିଏକି E85 ପେଟ୍ରୋଲକୁ ସପୋର୍ଟ କରୁଛି। ତାହେଲେ ପ୍ରଶ୍ନ ଉଠୁଛି E20 ସପୋର୍ଟ କରୁଥିବା ଗାଡ଼ିଗୁଡ଼ିକର ଅବସ୍ଥା ଏବେ କ'ଣ ହେବ? E20 ସପୋର୍ଟ କରୁଥିବା ଗାଡ଼ିରେ ଯଦି E85 ପେଟ୍ରୋଲ ପକାଯାଏ ତାହେଲେ ଯେଉଁ ଯାନ୍ତ୍ରିକ ତ୍ରୁଟି ଘଟିବ ସେଥିପାଇଁ କ'ଣ ଗାଡ଼ି ମ୍ୟାନୁଫ୍ୟାକ୍ଚରର ରେଡି? ସେମାନେ ୱାରେଣ୍ଟି କଭର କରିବେ ତ?